ଶ୍ରୀମନ୍ଦିର ସାମ୍ନାରେ ମୁକ୍ତିଲାଭ କରିଛି ଦିବ୍ୟମ୍ ଜ୍ୟୋତି ପ୍ରଡକ୍ସନର ପ୍ରଥମ ଶ୍ରୀଜଗନ୍ନାଥଙ୍କ ଭଜନ ଜଗତ ଠାକୁର। ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆରମ୍ଭ କରିବାକୁ ଯାଉଛି ଦିବ୍ୟମ୍ ଜ୍ୟୋତି ପ୍ରଡକ୍ସନ। ସଙ୍ଗୀତ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଭାକର ବିଶ୍ୱାଳ, ପ୍ରଖ୍ୟାତ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଜଣେ ସେବାନିବୃତ୍ତ ନୌସୈନିକ ହୋଇ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଓ ସଙ୍ଗୀତ ଯେପରି ଆକୃଷ୍ଟ କରିଛି, ସୁଦୂର ବିଶାଖାପାଟଣାରୁ ସପରିବାର ନେଇ ଆସିଛନ୍ତି ପୁରୀ ଶ୍ରୀମନ୍ଦିରକୁ। କାଳିଆ ଠାକୁରଙ୍କ ଆଶୀର୍ବାଦ ନେଇ ଆରମ୍ଭ କରିବାକୁ ଯାଉଛନ୍ତି ଦିବ୍ୟମ୍ ଜ୍ୟୋତି ପ୍ରଡକ୍ସନ। ଅତି ଖୁସିର ଦିନ। ଅନେକ କ୍ୟାସେଟ୍ରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ଆପଣ ସମସ୍ତେ ଜାଣିଛନ୍ତି। ଏବେ ବର୍ତ୍ତମାନ ଯେଉଁ କ୍ୟାସେଟ୍ଟି ବର୍ତ୍ତମାନ ଉନ୍ମୋଚନ କରାଯାଉଛି, ସିଂହଦ୍ୱାର ଆଗସାମ୍ନା। କାହିଁକି ଇଚ୍ଛା ହେଲା ପ୍ରଡକ୍ସର କହିଲେ ଆମେ ସିଂହଦ୍ୱାର ଜୟ ଜଗନ୍ନାଥ, ଆମେ ଜଗନ୍ନାଥଙ୍କ ଗୀତ ଆମେ କରିବା ଆଉ ଉନ୍ମୋଚନ କରିବା। ଏ ଗୀତଟି ଜଗତରେ ପାଇବୁନି ଏମିତି ଠାକୁର, ଯାହାର ଯେଥିରେ କଣ୍ଠ ଦେଇଛନ୍ତି ଆମର ସତ୍ୟଜିତ ପ୍ରଧାନ, ଅତି ସୁନ୍ଦର ଭାବରେ ଗାଇଛନ୍ତି। ଆଉ ସେଇ ଗୀତକୁ ମଧ୍ୟ ମୁଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛି। 7ଟି ଗୀତ କରାଯାଇଛି ଜଗନ୍ନାଥଙ୍କର, କାରଣ ଜଗନ୍ନାଥ ହେଉଛନ୍ତି ଆମର ଇଷ୍ଟ ଦେବତା। ମୁଁ ସେଥିପାଇଁ ଜଗନ୍ନାଥ ଗୀତ ଭଜନ କରିବାକୁ ବହୁତ ଭଲ ପାଏ। ଏ ଜଣେ ଦିବ୍ୟମ୍ ଜ୍ୟୋତି ପ୍ରଡକ୍ସନରେ ବର୍ତ୍ତମାନ ନୂଆ ପ୍ରଥମ ମୋରି ନିର୍ଦ୍ଦେଶନା ମାଧ୍ୟମରେ ଗୀତ କରାଯାଇଛି। ଜଗତରେ ପାଇବୁନି ଏମିତି ଠାକୁରଟି। ନିଶ୍ଚିନ୍ତ ଆପଣମାନେ ସମସ୍ତେ ଶୁଣିବେ, ଆପଣଙ୍କୁ ଭଲ ଲାଗିବ। ଆଉ ଯଦି ଭଲ ଲାଗିଲା ସମସ୍ତେ ସେ ଦିବ୍ୟମ୍ ଜ୍ୟୋତି ପ୍ରଡକ୍ସନକୁ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜଗନ୍ନାଥଙ୍କ ଅପାର କରୁଣାରୁ ମୁଁ କିଛି ତାଙ୍କ ପାଇଁ କିଛି ଭଜନ ଲେଖିଥିଲି। ତ ମୁଁ ଲେଖିଛି କହିଲେ ଭୁଲ ହେବ, ତାଙ୍କର ଆଶୀର୍ବାଦରୁ ମୁଁ ଲେଖିଛି। ତେଣୁ ମୋର ପ୍ରଥମେ ଇଚ୍ଛା ଥିଲା ଯେ ଗୀତଟି ପ୍ରଥମେ ତାଙ୍କ ଦ୍ୱାରା ହିଁ ବାଜୁ। ସେଇପାଇଁ ମୁଁ ପ୍ରଥମେ ଯାଉ ଆପଣମାନଙ୍କ ସହଯୋଗରେ ଆଜି ସେଇଟା ସଫଳ ହେଲା। ଆଜି ପ୍ରଥମେ ଗୀତଟି ତାଙ୍କ ଦ୍ୱାରରେ ବାଜିବ। ଆଉ ଆମ ଗୀତଟି ଗାଇଛନ୍ତି ଆମର ସତ୍ୟଜିତ ପ୍ରଧାନ ଭାଇ, ଯିଏକି ଅଲରେଡ଼ି ଆମର ଜଗତରେ ପାଇବୁନି ଗୀତଟି ଆପଣମାନେ ଶୁଣିଥିବେ, ସେ ବହୁତ ପ୍ରସିଦ୍ଧି ଲାଭ କରିଥିଲା। ଆଉ ଏଇ ଗୀତରେ ବି ସେଇ ସେମ୍ ଛୁଙ୍କ ଆପଣ ପାଇବେ, ଯେମିତି ଆପଣଙ୍କୁ ଫିଲ୍ ହେବ କି ଏ ଗୀତଟି ମଧ୍ୟ ସେଇ ଜଗତରେ ପାଇବୁନିର ପାର୍ଟ 2 ଭଳିଆ ଲାଗିବ ଆପଣଙ୍କୁ। ଆଉ ବାକି ଆମକୁ ଆଗକୁ ଆହୁରି ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ କଣ୍ଠରେ ଆସୁଛି ଗୀତ, ଯେମିତିକି ଆମର କୁମାର ବାପି ଭାଇ, ଶ୍ରୀଚରଣ ଭାଇ, ଅସୀମା ପଣ୍ଡା, ସୌରଭ ଭରଦ୍ୱାଜ ଭାଇ। ତେଣୁ ତାଙ୍କର ସବୁ ଗୀତ ଭଲ ଗୀତ ସବୁ ଭକ୍ତିପୂର୍ଣ୍ଣ ଏବଂ ଭାବର ଗୀତ ସବୁ ଆସୁଛି। ଏଇ ଯେଉଁ ଦିବ୍ୟଜ୍ୟୋତି ପ୍ରଡକ୍ସନ, ମୋ ଭାଇ ଯେଉଁ ନୂଆ ପ୍ରଡକ୍ସନଟି କ୍ରିଏଟ୍ କରିଛନ୍ତି, ଆଶା କରୁଛି ଏ ପ୍ରଡକ୍ସନଟି ଆଗକୁ ଆଉ ବହୁତ ଭଲ ଭେଟି ଦେଉ। ଭାଇ ତ ସବୁ କଥା କହିସାରିଲେ। ବହୁତ ଭଲ ସିଙ୍ଗରମାନଙ୍କ ଦ୍ୱାରା ବହୁତ ଭଲ ଭେଟି ଆପଣମାନଙ୍କୁ ଦିଆଯିବ। ଏଇ ଯେଉଁ ଗୀତଟି ସତ୍ୟଜିତ ଭାଇ ଗାଇଛନ୍ତି, ସେ ଗୀତ ବହୁତ ସୁନ୍ଦର ହେଇଛି। ଆପଣ ତାଙ୍କର ବହୁତ ଭଲ ଗୀତ ବି ଆଗରୁ ଶୁଣିଥିବେ। ଏବେ ଯେଉଁ ଗୀତଟି ଆସିଛି ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ, ବହୁତ ସୁନ୍ଦର ଗୀତ। ତାପରେ ଅସୀମା ପଣ୍ଡାଙ୍କର ବି ବହୁତ ଭଲ ଗୀତ ଅଛି, କୁମାର ବାପିଙ୍କର ବି ଭଲ ଗୀତ ଅଛି। ଆଶା କରେ এই ପ୍ରଡକ୍ସନଟିକୁ ଆପଣମାନଙ୍କ ସହଯୋଗ ନିହାତି ଦରକାର। ଆପଣମାନେ ଯଦି ସହଯୋଗ କରିବେ, ନିଶ୍ଚିତ ଭାବରେ ଏ ପ୍ରଡକ୍ସନ ବହୁତ ଆଗକୁ ଯିବ। ଆଉ ବହୁତ ଭଲ କଳାକାରମାନଙ୍କ ଦ୍ୱାରା ମଧ୍ୟ ଏହାର ଭିଡ଼ିଓ ବି ଆଗକୁ ହେବ। ସେଥିପାଇଁ ଆପଣମାନଙ୍କ ସହଯୋଗ ନିହାତି ଭାବେ ଆବଶ୍ୟକ। ଜୟ ଜଗନ୍ନାଥ। ପୁରୀରୁ ରବିନାରାୟଣ ଜେନାଙ୍କ ସହ ନିରାକାର ମହାନଗର ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।